ଜୟ ଜଗନ୍ନାଥ। ବୃହସ୍ପତି ଦେବଙ୍କର ରାଶି ମୀନ ରାଶି 7.5ର ପ୍ରଭାବରେ ମୀନ ରାଶି ଓଲଟ ପାଲଟ ହେଉଥିଲା। ପରିସ୍ଥିତିର ନିୟନ୍ତ୍ରଣ ହରାଇ ଦେଇଥିଲେ ମୀନ ରାଶି। 2026 ମୀନ ରାଶି ପାଇଁ ସକାରାତ୍ମକ ଭାବନା ନେଇକି ଆସିছে। ଆମେ ଆଲୋଚନା କରିବା 2026 ଜାନୁଆରୀ ପ୍ରଥମ ମାସ କେମିତି କ'ଣ କଟିବ। ବୃହସ୍ପତି ରାଶି, ମୀନ ରାଶି, ଗୁରୁଙ୍କର ରାଶି। ପ୍ରଥମେ ଯଦି ଆମେ ଆରମ୍ଭ କରିବା ସ୍ୱାସ୍ଥ୍ୟ ବିଷୟରେ ଲଗ୍ନରେ ସ୍ୱାମୀ ଶନି ବୃହସ୍ପତି ଏକ ରାଶିରେ ଥିବାରୁ ମୀନ ରାଶି ନିଶ୍ଚିତ ଭାବରେ ପେଟ ଜନିତ କିଛି ନା କିଛି ପ୍ରୋବ୍ଲେମ୍ ଆପଣମାନଙ୍କର ନିଶ୍ଚିତ ରହିବ। ନିଶ୍ଚିତ ଭାବରେ ଯାହା ଦେଖାଯାଉଛି ଆପଣମାନଙ୍କର ସ୍ୱାସ୍ଥ୍ୟ ଜନିତ ପ୍ରୋବ୍ଲେମ୍ କିଛି ନା କିଛି ଭାବରେ ପେଟ ଜନିତ, ଲିଭର ଜନିତ ଇସ୍ୟୁ, ଗ୍ୟାଷ୍ଟ୍ରିକ୍ ଜନିତ ଇସ୍ୟୁ ରହିବ। କିନ୍ତୁ ଆପଣମାନଙ୍କର ଧନ ସମ୍ପତ୍ତି ବିଷୟରେ ଯଦି ଆଲୋଚନା କରିବା, ଅର୍ଥ କ୍ଷେତ୍ରରେ ସେକେଣ୍ଡ ହାଉସ୍ରେ ମଙ୍ଗଳ ଦେବ ସ୍ୱାମୀ ଅଛନ୍ତି ଏବଂ ମଙ୍ଗଳ ଦିବ୍ୟ ମଧ୍ୟ ଦଶମ ଘରେ କର୍ମ ଘରେ ଅଛି। ମୁଁ ଯଦି କହିବି, ମୁଁ କହିବାର ତତ୍ତ୍ୱ ଅଲଗା, ଅର୍ଥାତ୍ ଆପଣଙ୍କର ଜାତକ ଯାହା ଦର୍ଶାଇ ଦେଉଛି ଏଇ ମାସର ପ୍ରାରମ୍ଭରୁ ଆପଣମାନେ ନିଶ୍ଚିତ ଭାବରେ ଲାଭବାନ ହେବେ। କର୍ମକ୍ଷେତ୍ରରୁ ଅର୍ଥ ଆପଣଙ୍କର ଦ୍ୱିଗୁଣିତ ହୋଇ ଆସିବାର ନିଶ୍ଚିତ ଭାବରେ ସୁଯୋଗ ବନିବ। ଦେଖନ୍ତୁ, ଆପଣମାନେ ଶୁକ୍ର, ମଙ୍ଗଳ, ବୁଧ, ସୂର୍ଯ୍ୟଙ୍କର କର୍ମ ଘରେ ଉପସ୍ଥିତି ଜଣାଇ ଦେଉଛି ଯେତେ କର୍ମ କରିବେ ଆପଣ ସେତେ ଲାଭବାନ ହେବେ। ତତ୍ ସହିତ ଆଉ ମଧ୍ୟ ଇମ୍ପୋର୍ଟାଣ୍ଟ କଥା, ନବମ ରାଶି ଅର୍ଥାତ୍ ସେଇ ବୃହସ୍ପତିଙ୍କର ରାଶିରେ ଶୁକ୍ର, ମଙ୍ଗଳ, ବୁଧ, ସୂର୍ଯ୍ୟ ବୁଦ୍ଧାଦିତ୍ୟ ଯୁଗ। ଶୁକ୍ର ମଙ୍ଗଳ ଜଣେ ସେନାପତି, ଜଣେ ଶୁକ୍ରାଚାର୍ଯ୍ୟ ଋଷି, ଗୁରୁ, ଦୈତ୍ୟ ଗୁରୁ। ନିଶ୍ଚିତ ଭାବରେ ଆପଣମାନଙ୍କ କର୍ମକ୍ଷେତ୍ରରେ ବହୁତ ଉନ୍ନତି ଦେଖାଯାଉଛି। ଆପଣଙ୍କ ପରିବାର କଥା ଆଲୋଚନା କରିବା, ଏଇ ମାସରେ ଆପଣ ପରିବାର ଲୋକମାନଙ୍କୁ ଏତେ ଆପଣଙ୍କ ନିଜର ଲୋକମାନେ ଏତେ ବୁଲିବାକୁ ଯିବେ। ଆଧ୍ୟାତ୍ମିକ କ୍ଷେତ୍ର, ଆଧ୍ୟାତ୍ମିକ ଚର୍ଚ୍ଚା, ଘରେ କିଛି ନା କିଛି ପୂଜା ପାଠ ହେବାର ନିଶ୍ଚିତ ଭାବରେ ମାହୋଲ ଦେଖାଯାଉଛି। ଗୁରୁ ବସିଛନ୍ତି, ନିଜେ ବୃହସ୍ପତି ବସିଛନ୍ତି ଚତୁର୍ଥ ଘରେ ବୁଧଙ୍କ ରାଶିରେ। ଘରେ ନିଶ୍ଚିତ ଭାବରେ ପୂଜା ପାଠ, ନୂତନ କର୍ମକ୍ଷେତ୍ର ପାଇଁ ପୂଜା, ନିଶ୍ଚିତ ଭାବରେ ଆଧ୍ୟାତ୍ମିକ ପରିଚିନ୍ତନା, ନିଶ୍ଚିତ ଭାବରେ ଆପଣ କିଛି ନା କିଛି ଜାଗାକୁ ବୁଲିବାକୁ ଯିବା ନିଶ୍ଚିତ ଦେଖାଯାଉଛି। ତତ୍ ସହିତ ପଞ୍ଚମ ଘରେ ଚନ୍ଦ୍ର, ଆପଣଙ୍କର ବହୁତ ବଢ଼ିଆ କମ୍ୟୁନିକେସନ୍ ସ୍କିଲ୍ ରହିବ। ଆପଣମାନେ ନିଶ୍ଚିତ ଭାବରେ ଏଇ ମାସରେ ପଞ୍ଚମ ଘରେ ଯେହେତୁ ଚନ୍ଦ୍ର ହେଉଛନ୍ତି, ଆପଣଙ୍କର ସନ୍ତାନ ନିଶ୍ଚିତ ଭାବରେ ପାଠ ପଢ଼ିବ, ଭଲ ପାଠ ପଢ଼ିବ, ପାଠ ସହିତ ଜ୍ଞାନ ଗଦ୍ରମା କରିବ। କିନ୍ତୁ ଥଣ୍ଡା ଜନିତ କଫ ଜନିତ ପ୍ରୋବ୍ଲେମ୍ ହୋଇପାରେ। ଗୋଟେ ପ୍ରୋବ୍ଲେମ୍ ଏଠି ଦେଖାଯାଉଛି, ମାନସିକ ଅଶାନ୍ତି କିଛି ଟାଇମ୍ ପାଇଁ 1ରୁ 12ରୁ 15 ଭିତରେ, 1 ତାରିଖରୁ 12ରୁ ପୁଣି 15, ଏଇ ଯେଉଁ 2ଟା ଟାଇମ୍ ମୁଁ କହିଲି ଆପଣଙ୍କୁ ନିଶ୍ଚିତ ଭାବରେ ମାନସିକ ଅଶାନ୍ତି ଦେଖାଯାଉଛି। ପିତାଙ୍କ ସାଥେ ଟିକେ ଯେମିତି ମାଳିନ୍ୟର କଥା ଟିକେ ଜଣାପଡ଼ୁଛି। ନିଶ୍ଚିତ ଭାବରେ ସେସବୁ ପାଇଁ ଆପଣ ସଜାଗ ରୁହନ୍ତୁ। ପାର୍ଟନରସିପ୍ଙ୍କ କଥା ଯଦି ଆଲୋଚନା କରିବା, ନିଶ୍ଚିତ ଭାବରେ ପ୍ରେମୀ ପ୍ରେମିକା, ପତି ଓ ପତ୍ନୀ, ନିଶ୍ଚିତ ଭାବରେ ପତି ଓ ପତ୍ନୀ ଦୁହିଁ କମିଟମେଣ୍ଟ ହେଇକି ନିଜର କର୍ମ ସଂସ୍ଥା କାମକୁ କେମିତି ଆଗକୁ ବଢ଼େଇବେ, କେମିତି କ'ଣ ନିଜର ବିଜନେସ୍ କରିବେ, କେମିତି କ'ଣ ସବୁ କିଛି ଠିକ୍ଠାକ୍ କରିବେ, ନିଶ୍ଚିତ ଭାବରେ ଆଲୋଚନା କରିବେ। ଜାନୁଆରୀ ମାସର ପ୍ରାରମ୍ଭରେ ଆପଣ ନିଜର କର୍ମକୁ କେମିତି ନେଇକି ଆଗକୁ ବଢ଼ିବେ ଆଲୋଚନା କରିବେ। ଭାଗ୍ୟ ଭାବରେ ମଧ୍ୟ ଆପଣଙ୍କର ମଙ୍ଗଳ ଅଛନ୍ତି, ସେଇ ମଙ୍ଗଳ ଆପଣଙ୍କର ଦଶମ ଘରେ ମଧ୍ୟ ଭାଗ୍ୟ ଭାବରେ ମଙ୍ଗଳଙ୍କ ରାଶି ଦଶମ ଘରେ ମଙ୍ଗଳ ବସିଛନ୍ତି। ନିଶ୍ଚିତ ଭାବରେ ଭାଗ୍ୟ କର୍ମ ଆପଣଙ୍କର ସାଧନ। ମୀନ ରାଶି 7.5ର ଏହି ପର୍ଯ୍ୟାୟରେ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଜାନୁଆରୀ ମାସରେ ଆପଣ ବହୁତ କିଛି କରିବାକୁ ଚାହିଁବେ ଏବଂ କରିବେ ମଧ୍ୟ। କର୍ମକ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ କର୍ମକ୍ଷେତ୍ରରେ ଆପଣ କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି, ଆପଣ କୌଣସି ଜାଗାକୁ ନିଜେ ଇନଭେଷ୍ଟ କରନ୍ତି, କିଛି ଗୋଟେ ପ୍ଲେସେସ୍ରେ ଆପଣ ନିଜର କାର୍ଯ୍ୟ ଦକ୍ଷତା ହାସଲ କରିବା ପାଇଁ ବହୁତ ବଢ଼ିଆ ଜିନିଷ। ଟେକ୍ନୋଲୋଜି କ୍ଷେତ୍ରରେ, ଗଭର୍ଣ୍ଣମେଣ୍ଟ କ୍ଷେତ୍ରରେ, ଲକ୍ଜୁରୀ କ୍ଷେତ୍ରରେ, କର୍ମକ୍ଷେତ୍ରରେ, ନିଶ୍ଚିତ ଭାବରେ ଜମିବାଡ଼ି କ୍ଷେତ୍ରରେ ଆପଣମାନେ ନିଶ୍ଚିତ ସକ୍ସେସଫୁଲ୍ ହେବେ। ବାଟ ଗୋଟେ କଥା, ଏଇ ମାସରେ ଆପଣଙ୍କର କିଛି ନା କିଛି ବସ୍ତୁ ଚୋରି ହେବାର ଯୁଗ ଅଛି। କିଛି ନା କିଛି ବସ୍ତୁ ଆପଣଙ୍କର ଚୋରି ହୋଇପାରେ, ତା ସହିତ ବ୍ୟୟ ମଧ୍ୟ ହୋଇପାରେ। ଖର୍ଚ୍ଚର ବହୁତ କିଛି ଜିନିଷ, ଯେଉଁ ଖର୍ଚ୍ଚ ଆପଣଙ୍କୁ କରିବା ଦରକାର ନାହିଁ, ନିଶ୍ଚିତ ଭାବରେ ଆପଣମାନଙ୍କୁ ଦର୍ଶାଇ ଦେଉଛି ସେହି ଖର୍ଚ୍ଚ ଆପଣମାନେ କରିବେ, ଯଦ୍ୱାରା ଆପଣ ତାପରେ ପଶ୍ଚାତାପ କରିବେ। ନିଶ୍ଚିତ ଭାବରେ ମୀନ ରାଶି, ବୃହସ୍ପତିଙ୍କ ରାଶି, ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସହ ଗୁରବେ ନମଃ ମନ୍ତ୍ରଟିକୁ ଜପ କରନ୍ତୁ। ବୃହସ୍ପତିଙ୍କର ରାଶି, ବୃହସ୍ପତିଙ୍କର ବୀଜ ମନ୍ତ୍ର ଜପ କରିବା ସତ୍ତ୍ୱେ ସତ୍ତ୍ୱେ ହନୁମାନ ଚାଳିଶାର ପାଠ କରନ୍ତୁ। ହନୁମାନ ଚାଳିଶାର ପାଠ ଆପଣଙ୍କ ଜୀବନକୁ ନିଶ୍ଚିତ ଭାବରେ ଆଗକୁ ନେବା ପାଇଁ ସାହାଯ୍ୟ କରିବ।
ମହାଦେବ ମାତା ପାର୍ବତୀଙ୍କ ଦର୍ଶନ କରନ୍ତୁ ଏବଂ ନିଜ ନିଜର ଜାତକର ପ୍ରକୃତ ବିବରଣୀ, ଆମେ ଜେନେରାଲ୍ ପ୍ରେଡିକ୍ସନ୍ ଏଇଟା କହିଲୁ, ନିଜର ଜାତକର ପ୍ରକୃତ ବିବରଣୀ ଆପଣମାନେ ନିଶ୍ଚିତ ଭାବରେ ଆପଣଙ୍କ ଜାତକ କୁଣ୍ଡଳୀ ପଠାନ୍ତୁ।